ସୃଷ୍ଟିର ମଣିଷ ହେଉଛି ଶ୍ରେଷ୍ଠ ପ୍ରାଣୀ। ଅଜାଣତରେ ସମାହିତ ହୁଏ ଅନେକ ଜୈବିକ ପ୍ରକ୍ରିୟା ମଣିଷ ଶରୀରରେ। ଏହି ପ୍ରକ୍ରିୟାର ସଂଯୋଜନା ହିଁ ଶରୀରକୁ ସୁସ୍ଥ ରଖିଥାଏ। ସାମାନ୍ୟ ବିକାର ହିଁ ଅନେକ ଅସୁବିଧାର ସମ୍ମୁଖୀନ କରିଥାଏ। ସେହିପରି ଗୋଟିଏ ଅର୍ଗାନ ହେଉଛି ଲିଭର ବା ଯକୃତ। ଆମ ଶରୀରର ବଡ଼ ବଡ଼ ଅର୍ଗାନ ହେଉଛି, ସବୁଠାରୁ ବଡ଼ ଅର୍ଗାନ ହେଉଛି ଯକୃତ। ଯକୃତର ଅନେକ କାମ ରହିଛି, ଅନେକ ମେଟାବଲିଜିମ୍ ଯକୃତରେ ହିଁ ହୁଏ। ଆମେ ଯାହା ବି ବିଷାକ୍ତ ଜିନିଷ ଖାଉ ତାକୁ ଶୁଦ୍ଧ କରିବାରେ ଯକୃତର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହାକୁ ଡିଟକ୍ସିଫିକେସନ କୁହାଯାଏ। ଆମର ଇମ୍ୟୁନ ସିଷ୍ଟମ କେମିତି ଠିକ ରହିବ ସେଥିପାଇଁ ଯକୃତ ବା ଲିଭର ଯତ୍ନବାନ ହୁଏ। ଆମ ବଡି ଠିକ ସେ ରଖିବା ପାଇଁ ଯେଉଁ ଏକ୍ସରସାଇଜ କରିବା ହେଉ, ବିଷାକ୍ତ ଜିନିଷକୁ ଶୋଧନ କରିବା ହେଉ, ବିଷାକ୍ତ ଜିନିଷକୁ ବିଶୁଦ୍ଧ କରିବା ପରେ ରକ୍ତ ଯାଇଥାଏ ହାର୍ଟକୁ, ସେଠୁ ବିଭିନ୍ନ ଅଙ୍ଗକୁ ଯାଇଥାଏ ଏହି ରକ୍ତ। ଆମ ଶରୀରର ବିଭିନ୍ନ ଏଞ୍ଜାଇମ୍, ଫ୍ୟାଟି ଏସିଡ୍, ପ୍ରୋଟିନ୍ ଯେଉଁ ସବୁ ତିଆରି ହୁଏ ତାକୁ କିଏ ତିଆରି କରି ଜାଣିଛନ୍ତି? ଏଇ ଯକୃତ ହିଁ ତାକୁ ତିଆରି କରିଥାଏ। ଏମିତି ଯକୃତର କାମ ଢେର ବେଶୀ। ଯକୃତ ହେଉଛି ଗୋଟେ ଇମ୍ପୋର୍ଟାଣ୍ଟ ଅର୍ଗାନ। ଯକୃତ ବିନା ଜୀବନ ସମ୍ଭବ ନୁହେଁ। ଯକୃତ ଏତେ କାମ କରୁଛି ଅହରହ, ଏହାର ମଧ୍ୟ ଯତ୍ନ ନେବା ଉଚିତ। ଯଦି ଆମେ ଯକୃତର ଯତ୍ନ ନେବା, ସେ ମଧ୍ୟ ଆମର ଯତ୍ନ ନେବ। ଆମେ ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରିବା, ସୁସ୍ଥ ନିରାମୟ ଜୀବନ ବିତେଇ ପାରିବା। ସେଭ୍ ଲିଭର, ସେଭ୍ ଲାଇଫ୍। ଆପଣମାନେ ଡିଟକ୍ସିଫିକେସନ ଆଉ ମେଟାବଲିଜିମ୍ এই କଥାକୁ ହିଁ ନଜର କରନ୍ତୁ, ଦେଖିବେ ସତରେ ଲିଭର କେତେ କ'ଣ କରୁଛି। ଥ୍ୟାଙ୍କ ୟୁ। ନୂଆ ନୂଆ ଭିଡ଼ିଓ ମୁଁ ଆପଣଙ୍କ ଆଗକୁ ନେଇ ଆସିବି। ଆପଣମାନେ ମୋତେ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ମୋର ୟୁଟ୍ୟୁବ୍ ଚ୍ୟାନେଲରେ ସବସ୍କ୍ରାଇବ୍ କରନ୍ତୁ, ମୋର ଫେସବୁକରେ ଆପଣମାନେ ଫଲୋ କରନ୍ତୁ, ମୋର ଇନଷ୍ଟାଗ୍ରାମରେ ମଧ୍ୟ ଆପଣ ଦେଖନ୍ତୁ। ନୂଆ ନୂଆ ଭିଡ଼ିଓ ମୁଁ ଆପଣଙ୍କ ଆଗକୁ ନେଇ ଆସିବି। ଥ୍ୟାଙ୍କ ୟୁ। ସୃଷ୍ଟିର ମଣିଷ ହେଉଛି ଶ୍ରେଷ୍ଠ ପ୍ରାଣୀ। ଅଜାଣତରେ ସମାହିତ ହୁଏ ଅନେକ ଜୈବିକ ପ୍ରକ୍ରିୟା ମଣିଷ ଶରୀରରେ। ଏହି ପ୍ରକ୍ରିୟାର ସଂଯୋଜନା ହିଁ ଶରୀରକୁ ସୁସ୍ଥ ରଖିଥାଏ। ସାମାନ୍ୟ ବିକାର ହିଁ ଅନେକ ଅସୁବିଧାର ସମ୍ମୁଖୀନ କରିଥାଏ। ସେହିପରି ଗୋଟିଏ ଅର୍ଗାନ ହେଉଛି ଲିଭର ବା ଯକୃତ। ଆମ ଶରୀରର ବଡ଼ ବଡ଼ ଅର୍ଗାନ ହେଉଛି, ସବୁଠାରୁ ବଡ଼ ଅର୍ଗାନ ହେଉଛି ଯକୃତ। ଯକୃତର ଅନେକ କାମ ରହିଛି, ଅନେକ ମେଟାବଲିଜିମ୍ ଯକୃତରେ ହିଁ ହୁଏ। ଆମେ ଯାହା ବି ବିଷାକ୍ତ ଜିନିଷ ଖାଉ ତାକୁ ଶୁଦ୍ଧ କରିବାରେ ଯକୃତର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହାକୁ ଡିଟକ୍ସିଫିକେସନ କୁହାଯାଏ। ଆମର ଇମ୍ୟୁନ ସିଷ୍ଟମ କେମିତି ଠିକ ରହିବ ସେଥିପାଇଁ ଯକୃତ ବା ଲିଭର ଯତ୍ନବାନ ହୁଏ। ଆମ ବଡି ଠିକ ସେ ରଖିବା ପାଇଁ ଯେଉଁ ଏକ୍ସରସାଇଜ କରିବା ହେଉ, ବିଷାକ୍ତ ଜିନିଷକୁ ଶୋଧନ କରିବା ହେଉ, ବିଷାକ୍ତ ଜିନିଷକୁ ବିଶୁଦ୍ଧ କରିବା ପରେ ରକ୍ତ ଯାଇଥାଏ ହାର୍ଟକୁ, ସେଠୁ ବିଭିନ୍ନ ଅଙ୍ଗକୁ ଯାଇଥାଏ ଏହି ରକ୍ତ। ଆମ ଶରୀରର ବିଭିନ୍ନ ଏଞ୍ଜାଇମ୍, ଫ୍ୟାଟି ଏସିଡ୍, ପ୍ରୋଟିନ୍ ଯେଉଁ ସବୁ ତିଆରି ହୁଏ ତାକୁ କିଏ ତିଆରି କରି ଜାଣିଛନ୍ତି? ଏଇ ଯକୃତ ହିଁ ତାକୁ ତିଆରି କରିଥାଏ। ଏମିତି ଯକୃତର କାମ ଢେର ବେଶୀ। ଯକୃତ ହେଉଛି ଗୋଟେ ଇମ୍ପୋର୍ଟାଣ୍ଟ ଅର୍ଗାନ। ଯକୃତ ବିନା ଜୀବନ ସମ୍ଭବ ନୁହେଁ। ଯକୃତ ଏତେ କାମ କରୁଛି ଅହରହ, ଏହାର ମଧ୍ୟ ଯତ୍ନ ନେବା ଉଚିତ। ଯଦି ଆମେ ଯକୃତର ଯତ୍ନ ନେବା, ସେ ମଧ୍ୟ ଆମର ଯତ୍ନ ନେବ। ଆମେ ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରିବା, ସୁସ୍ଥ ନିରାମୟ ଜୀବନ ବିତେଇ ପାରିବା। ସେଭ୍ ଲିଭର, ସେଭ୍ ଲାଇଫ୍। ଆପଣମାନେ ଡିଟକ୍ସିଫିକେସନ ଆଉ ମେଟାବଲିଜିମ୍ এই କଥାକୁ ହିଁ ନଜର କରନ୍ତୁ, ଦେଖିବେ ସତରେ ଲିଭର କେତେ କ'ଣ କରୁଛି। ଥ୍ୟାଙ୍କ ୟୁ। ନୂଆ ନୂଆ ଭିଡ଼ିଓ ମୁଁ ଆପଣଙ୍କ ଆଗକୁ ନେଇ ଆସିବି। ଆପଣମାନେ ମୋତେ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ମୋର ୟୁଟ୍ୟୁବ୍ ଚ୍ୟାନେଲରେ ସବସ୍କ୍ରାଇବ୍ କରନ୍ତୁ, ମୋର ଫେସବୁକରେ ଆପଣମାନେ ଫଲୋ କରନ୍ତୁ, ମୋର ଇନଷ୍ଟାଗ୍ରାମରେ ମଧ୍ୟ ଆପଣ ଦେଖନ୍ତୁ। ନୂଆ ନୂଆ ଭିଡ଼ିଓ ମୁଁ ଆପଣଙ୍କ ଆଗକୁ ନେଇ ଆସିବି। ଥ୍ୟାଙ୍କ ୟୁ।